ଦେଖ ପିଲେ ଆଜି ଆମର ଟପିକ୍ ହେଲା ସେଇ ଆମର ଛନ୍ଦ ଅଳଙ୍କାରର ଛନ୍ଦ। ଫାଷ୍ଟ ଆମେ ଚାରିଟା ଛନ୍ଦ ପଢ଼ିଥିଲେ। କିଏ କେଉଁ ଛନ୍ଦ? ଦାଣ୍ଡିବୃତ୍ତ ପଢ଼ିଥିଲେ, ତାପରେ ଦାଣ୍ଡିବୃତ୍ତ, ତାପରେ ଆମର ଭାଗବତ ବନିବା ଗୁଜ୍ଜରୀ ଆଉ ନଟ ବନିବା ବ୍ୟାସ କେଦାର, ଏତିକି ଯାକ ପଢ଼ିଥିଲେ। ଏବେ ଆମେ ଆଉ ଗୋଟେ ଦେଖିବା ଚୋଖୀ। ଚୋଖୀ କାହାକୁ କହିବା? ଦେଖ ଚୋଖୀ, ଦେଖ ଚୋଖୀ ହେଉଛି, ମୁଁ ଚୋଖୀ ପାଇଁ ଏଠି ଟ୍ରିକ୍ ଆଣିଛି, ତା ଆଗରୁ ଟିକେ କହିଦେଉଛି। ଚାରି ପଦରେ ଗୋଟିଏ ପଦ ଦୁଇଟା ହିଁ ଅଛି। କିଏ ଚୋଖୀ ଆଉ ଶଙ୍କରାଭରଣ, ଏଇ ଦୁଇ ଜଣ ହିଁ ଚାରି ପଦରେ ଗୋଟିଏ ପଦ, ନାହିଁ ତ ଆଉ ସବୁ ଯେତେ ଅଛି ସମସ୍ତେ କ'ଣ? ସମସ୍ତେ ଅଛି ଦୁଇ ପଦରେ ଗୋଟିଏ ପଦ। ତାହେଲେ ପ୍ରଥମ ଦୁଇଟି ପଦର କେତେଟି ଲେଖାଏଁ ଅକ୍ଷର ଥାଉଛି? 29ଟି। ପ୍ରଥମ ଦୁଇଟିର 29ଟି, ତୃତୀୟ ପଦର 9ଟି ଅକ୍ଷର ରହୁଛି, ଆଉ ଚତୁର୍ଥ ପଦର 13ଟି ଟୋଟାଲ୍ ଅକ୍ଷର ରହୁଛି। ତାହେଲେ ଏମାନଙ୍କ ଯତିପାତ କେମିତି ଅଛି? ପ୍ରଥମ ଦୁଇଟିର କ'ଣ ହେଉଛି? ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ, ଏରେ ମାନେ ଯତିପାତ ହେଉଛି, ଆଉ ଶେଷ ଅକ୍ଷରରେ ଯତିପାତ ହୁଏ। ଆଉ ତୃତୀୟ ପଦର ଷଷ୍ଠ ଓ ଶେଷ ଅକ୍ଷରେ, ଚତୁର୍ଥ ପଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ। ଏଇଟା ଟିକେ ମନେ ରଖିବାକୁ ତୁମକୁ କଷ୍ଟ ଲାଗୁଥିବ। ତାହେଲେ ମୁଁ ସେଥିପାଇଁ ଟ୍ରିକ୍ ଆଣିଛି, ଦେଖ। ଅନନାତି କାହିଁକି କହିଛି ଏଠି ଦେଖ। ଅନରୁ 29ଟି ମୁଁ କହିଥିଲି, ସେଠି ଲେଖା ଅଛି ପ୍ରଥମ ଓ ଦ୍ୱିତୀୟ, ଫାଷ୍ଟ ଏବଂ ଦ୍ୱିତୀୟ ପାଇ କେତେଟି? 29ଟି ଅକ୍ଷର ରହୁଛି ଫାଷ୍ଟ ଓ ଦ୍ୱିତୀୟ ପଦରେ। ଆଉ ତାପରେ ନାଁରେ କେତେଟି ପଦ ରହୁଛି? ନାଁରେ ରହୁଛି ଟୋଟାଲ୍ କେତେ? 13ଟି ଅକ୍ଷର, 9ଟି ଅକ୍ଷର ରହୁଛି ଏଠି, ଦେଖ 9ଟି ଅକ୍ଷର। ଆଉ ଆମର ତି ମାନେ ଆମର ଚତୁର୍ଥରେ କେତୋଟି ରହୁଛି? ଚତୁର୍ଥରେ 6, 2, 5, 6, 2, 8, 5, 13ଟି ରହୁଛି ଟୋଟାଲ୍। 13ଟି ରହୁଛି ଟୋଟାଲ୍। ତାହେଲେ ଦେଖ, ଏଇଟା ଆମେ ସଂଖ୍ୟା ଦେଖିଲେ ଯେ କେତେଟି ଦେଖିଛି। ତାହେଲେ ଆମର ଯେ ମଧୁବାବୁ ଥିଲେ, ମଧୁସୂଦନ ଦାସ, ତାଙ୍କର ଗୋଟେ ନାତି ଥିଲା, ତାର ନାଁ ଥିଲା ଅଣ। ତାହେଲେ ସେ ବହୁତ ଭଲ କ୍ରିକେଟ୍ ଖେଳୁଥିଲା। ସେ ଗୋଟେ ଦିନ ଏମିତି ହେଲା, ସେ ମଧୁସୂଦନ କହିଲେ ତା ନାତିକୁ, ତୁ କ'ଣ କରିପାରିବୁ ମୁଁ ବଲ୍ କଲେ? କହିଲେ ଯେତେଟା ଆପଣ ଛକା ମାରିବ, ମୁଁ ଯେତେଟା ଛକା ମାରିବି ସେତେଟା 2 ରନ୍ ନେବି, ଆଉ ଗୋଟେ ଖାଲି 5 ରନ୍ ଲାଷ୍ଟରେ ନେବି, କାହିଁକି ସେଟା ନୋ ବଲ୍ ରହିବ। ତାହେଲେ ଫାଷ୍ଟ ଛକା ମାରିଲା ଗୋଟେ, ତାପରେ ଫାଷ୍ଟ ଯେତେଟା ଛକା ସେତେଟା 2 କହିଥିଲି। 3ଟା ଛକା ମାରିଲା ଆଉ 3ଟା 2, କେତେ ହେଲା? 3, 6, 18, 3 ଦୁଗୁଣୀ 2, 3, 6, ତାହେଲେ 18, 6 କେତେ? 24, ଆଉ ଗୋଟେ ଲାଷ୍ଟ ବୋଲର ନୋ ବଲ୍ ପ୍ଲସ୍ 4, 5, 29 ରନ୍ ହେଇଗଲା। ତାହେଲେ ତୁମର କେତେ ରନ୍ ହେଲା? ଅଣ ମାନେ ଫାଷ୍ଟ ଆଉ ସେକେଣ୍ଡ ପାଇଁ, ପ୍ରଥମ ଓ ଦ୍ୱିତୀୟ ପଦ ପାଇଁ ଅଣ ମୁଁ ନେଇଥିଲି ଟ୍ରିକ୍ରେ। ତାହେଲେ ଅଣରେ କେତେ ହେଇଛି? ଅଣରେ 29ଟି, ମାନେ ଅନରୁ 29, ମାନେ ପ୍ରଥମ ଦ୍ୱିତୀୟ ପଦର ଅକ୍ଷର ସଂଖ୍ୟା 29। ତାପରେ ନା ମାନେ ତୃତୀୟ, ନାକୁ ଆମେ ତୃତୀୟ ଧରିଛେ। ତାହେଲେ ନାଁରେ କେତେଟି ହେଉଛି? 9ଟି। ଫାଷ୍ଟ ଗୋଟେ ଛକା ମାରିଲା ଆଉ 3 ରନ୍ ନେଲା, 9 ରନ୍। ଆଉ ତିରେ ମାନେ ଚତୁର୍ଥ ପଦରେ କେତେ? ଗୋଟେ ଛକା ମାରିଲା, ଆଉ ଲାଷ୍ଟରେ 2 ଆଉ 5 ଯେତିକି ଥିଲା ସେ ନେଇଥିଲା ଫାଷ୍ଟରେ ଅଣ, ସେଟା ଆଉ ଥରେ ପୁଣି ରିପିଟ୍ ହେଲା। ତାହେଲେ 6, 2 + 5, 13ଟି ଅକ୍ଷର, ମାନେ ଚତୁର୍ଥ ପଦରେ 13ଟି ଅକ୍ଷର। ଏବେ ଯତିପାତ ଦେଖିବା, ଯତିପାତ ପାଇଁ ଟ୍ରିକ୍ ଦେଖ। ଫାଷ୍ଟଟା 6 ହିଁ ମନେ ରଖିବ। ତାପରେ 6 ପରେ କେତେରେ ଯତିପାତ ହେଉଛି? 6 ପରେ 6 + 2 କେତେ? 8, 8 + 6 କେତେ? 14, ତାପରେ 14 + 2 16, 16 + 6 22, 22 + 2 24, ଆଉ 24 + 5 29। ଏତିକିରେ ପ୍ରଥମ ଆଉ ଦ୍ୱିତୀୟ ପଦରେ ଯତିପଦ ହୁଏ। ଆଉ ତୃତୀୟ ପଦରେ କେତେ? ତୃତୀୟ ପଦକୁ ଆମେ ନା ବୋଲି ଧରିଛେ, ତାହେଲେ 6ର 6 ହିଁ ତ ରହିବ, ଆଉ 6 + 3 9, ବଢ଼ିଆ ମନେ ରଖିପାରିବ। ଆଉ ଚତୁର୍ଥ ପଦ ତି ଧରୁଛେ ଆମେ, ତିର ଯତିପଦ କେମିତି ହେଉଛି? 6ରେ ତ ହେବଇ, 6 + 2 8, 8 + 5 13, ଏଇ 6, 8 ଆଉ 13ରେ ଯତିପଦ ହୁଏ। ବାସ୍ ସେତିକି, ମସ୍ତ ମଜାଦାର ଟ୍ରିକ୍ ଥିଲା। ଏବେ ଆହୁରି ମଜାଦାର ଟ୍ରିକ୍ ଆଣିବା, ଦେଖ ବଙ୍ଗଳାଶ୍ରୀ ପାଇଁ। ଏଠି ଆମର ବଙ୍ଗଳାଶ୍ରୀ ଛନ୍ଦ। ବଙ୍ଗଳାଶ୍ରୀ ଛନ୍ଦ 2 ପଦରେ ଗୋଟିଏ ପଦ। ବଙ୍ଗଳାଶ୍ରୀ ପଦ ଛନ୍ଦ ମଧ୍ୟ 2 ପଦରେ ଗୋଟିଏ ପଦ। ତାହେଲେ କ'ଣ? ପ୍ରତ୍ୟେକ ପଦର ଅକ୍ଷର ସଂଖ୍ୟା କେତେ? 20। ପ୍ରଥମ ଏବଂ ଦ୍ୱିତୀୟ ପଦର ଷଷ୍ଠ, ଦ୍ୱାଦଶ, ଅଷ୍ଟଦଶ ଓ ଶେଷ ଅକ୍ଷର ପରେ ଯତିପାତ ହୁଏ। ତାହେଲେ ଏଇଟା ମନେ ରଖିବାକୁ ଟିକେ କଷ୍ଟ ଲାଗୁଛି? କିଛି କଷ୍ଟ ନାହିଁ, ମୁଁ ଟ୍ରିକ୍ ଆଣିଛି, ଦେଖ। କ'ଣ? ମଧୁସୂଦନ ଦାସ କେଉଁଠିକାର ଥିଲେ? ମଧୁସୂଦନ ଦାସ ଥିଲେ ଆମର ଓଡ଼ିଶାର, କିନ୍ତୁ ସେ ବଙ୍ଗଳା ସହିତ ଫାଷ୍ଟରେ ଆଟାଚ୍ ଥିଲା ତାଙ୍କର ଭଲ। ତାହେଲେ ତାଙ୍କ ମାଆଙ୍କୁ ସେ ବହୁତ ଭଲ ପାଉଥିଲେ। ତାହେଲେ ଗୋଟେ ଦିନ ତାଙ୍କ ମାଆ ହାଜିଗଲା,
ତ ମା ମା ବୋଲି ମୁଁ କାହାକୁ ଡାକିବି ବୋଲି କହିଲେ। ଆଉ ମୁଁ ଗୋଟେ ଟ୍ରିକ୍ କହୁଛି, ମା ଖାଲି ମା କଥା ଆସିବ ମାନେ ମା ମା ବୋଲି କାହାକୁ ଡାକିବି ଏସବୁ ଆସିବ ମାନେ ବଙ୍ଗଳା ସେଠି ଛନ୍ଦ ଆରାମସେ ଲେଖିଦେବ। ତାହେଲେ ମା ମା କରିକି କେଉଁଠି ଗଲେ, ବଙ୍ଗଳାକୁ 2 ପଦ ପକେଇଲେ। ବଙ୍ଗଳା ମାନେ ଯେଠି କୋଲକାତା, ମାନେ ବଙ୍ଗଳାକୁ 2 ପଦ ପକେଇଲେ। 2ଟି ପଦ, 2 ପଦରୁ ଗୋଟିଏ ପଦ ହେଇଗଲା। 2 ପଦ ପକେଇଲେ ବଙ୍ଗଳାକୁ। କ'ଣ କହିଲେ? 2 ପଦ ପକେଇଲେ, କହିଲେ ମୋର ମା କେଉଁଠି, ମୋ ମା କେଉଁଠି। ତାହେଲେ ଲୋକମାନେ ତାଙ୍କୁ ଚିହ୍ନୁଥିଲେ। କହିଲେ ତାଙ୍କ ମାଆଙ୍କୁ 20ଟା ଫଟୋ ଦେଖେଇଲେ। କେତେଟା ଫଟୋ ଦେଖେଇଲେ? 20ଟା ଫଟୋ ଦେଖେଇଲେ। 20ଟା ଫଟୋ ଦେଖେଇଲେ। କହିଲେ ତ ମଧୁସୂଦନ କ'ଣ କହିଲେ? ମୋ ମାର ଛବି ଅଶେଷ। ମୋ ମାର ଛବି ଅଶେଷ। ଛବି ଅଶେଷରୁ କ'ଣ? 6ରୁ ଷଷ୍ଠ, 6ରୁ କ'ଣ? ଷଷ୍ଠ। ଆଉ ବିରୁ କ'ଣ? 12। ଅରୁ ଅଷ୍ଟାଦଶ। ଆଉ ଶେଷରୁ ଶେଷ। ବାସ୍। ତାହେଲେ କ'ଣ ହେଲା ଏବେ ଦେଖ ଟ୍ରିକ୍ର ଅର୍ଥ କ'ଣ? ବଙ୍ଗଳାକୁ 2 ପଦ ପକେଇଲେ କିଏ? ମଧୁସୂଦନ ଦାସ, ତାଙ୍କ ମାଆଙ୍କୁ ଖୋଜିବା ପାଇଁ। ତାହେଲେ ବଙ୍ଗଳାର ଲୋକ ତାଙ୍କ ମାଆଙ୍କୁ 20ଟା ଫଟୋ ଦେଖିଲେ। ସେ କ'ଣ କହିଲେ? ମୋ ମାର ଛବି ଅଶେଷ। ମାନେ ଷଷ୍ଠ, ଦ୍ୱାଦଶ ମାନେ 12 ଆଉ ଅଷ୍ଟାଦଶ ଅଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ଛବି ଅଶେଷରୁ ମନେ ରଖିପାରିବ। 6ରୁ ଷଷ୍ଠ, ବିରୁ 12, ଅରୁ ଅଷ୍ଟାଦଶ ଅଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ବାସ୍, ସିମ୍ପଲ୍ ହେଇଗଲା। ମା ମା ବୋଲି ଆସିବ ମାନେ ସନ୍ତାନ ରଖିତେ ମଧୁସୂଦନ ଦାସ। ବାସ୍, ଏତିକି ଥିଲା। খুব সুন্দর ট্রিক। তারপর দেখো শঙ্করাভরণ, এটা আউ সুন্দর ট্রিক। দেখো শঙ্করাভরণ, শঙ্করাভরণ মধ্যে 4 পদরে গোটিଏ পদ। শঙ্করাভরণ ଆଉ ଚୋଖିଟା 4 ପଦରେ ଗୋଟିଏ ପଦ। ଆଉ ମୁଁ ଚୋଖିଟା କହିବାକୁ ଭୁଲି ଯାଇଥିଲି। ମଙ୍ଗଳେ ଅଇଲା ଓଷା ଯେ ରାଗରେ ଲେଖା ଅଛି ସେଟା ବି ଚୋଖି ରାଗରେ ଲେଖା ହେଇଛି। ବାସ୍, ଏତିକି ମନେ ରଖିଦେବୁ। ତାହେଲେ ଏଟା ଆଉ ଗୋଟେ, ଏଟା ବହୁତ ହାର୍ଡ଼ ଲାଗୁଥିବ ସମସ୍ତ ପିଲାଙ୍କୁ, କିନ୍ତୁ ଏଟା ଟ୍ରିକ୍ ଦେଖ। ଆନନ୍ଦରେ ଶଙ୍କର ମଧୁସ୍ତବରୁ 4 ପଦ ଗାଇଲେ। ଆନନ୍ଦରେ ଶଙ୍କର ମଧୁସ୍ତବରୁ 4 ପଦ ଗାଇଲେ। 4 ପଦରେ ଗୋଟିଏ ପଦ। ଆନନ୍ଦରେ ଥିଲେ କିଏ? ଶଙ୍କର ବାବୁ, ଯାହା ଯୋଗୁଁ ସେ ମଧୁସ୍ତବରୁ 4 ପଦ ଗାଇଲେ। ଏସ୍ତବ କଥା ଆସିଲେ ମଧ୍ୟ ଶଙ୍କରାଭରଣ ଲେଖିଦେଇପାରିବ। ଦେଖ, ତାହେଲେ 4 ପଦରେ ଗୋଟିଏ ପଦ। ଜ୍ୟୋତିପାତ ଟ୍ରିକ୍ କେମିତି? ଟିକେ ଖରାପ ଲାଗିବନି, ମୁଁ ଏମିତି ଖାଲି ବୁଝେଇବା ପାଇଁ ଆପଣଙ୍କୁ ଆଣିଲି। ଦେଖ, ଚୁ ଚୁ ଆ ଚୁ, ଚୁ ଚୁ ଆ ଚୁ କାହିଁକି ଲେଖିଲି? ଦେଖ, ଚୁର ଅର୍ଥ କ'ଣ ଜାଣୁଛ? 14। ଚୁର ଅର୍ଥ ହେଲା 14। ତାହେଲେ 14 କେଉଁଠି ଅଛି? ପ୍ରଥମ, ଦ୍ୱିତୀୟ, ଚତୁର୍ଥରେ 14 ଅଛି। ତାହେଲେ ଏଟା ଲେଖିବାର କାରଣ କ'ଣ? ପ୍ରଥମ, ଦ୍ୱିତୀୟ, ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ? 14। ପ୍ରଥମ, ଦ୍ୱିତୀୟ, ଚତୁର୍ଥ ପଦର ସଂଖ୍ୟା କେତେ? 14। ଆଉ ଆରୁ କ'ଣ? 8। ତୃତୀୟ ପଦର ଅକ୍ଷର ସଂଖ୍ୟା 8। ପ୍ରଥମ, ଦ୍ୱିତୀୟ, ଚତୁର୍ଥ ପଦର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। এইটা କେମିତି ମନେ ରଖିବା? ଚୁ ଚୁ ଆ ଚୁ ମନେ ରଖିଲ। ଚୁ ଚୁ ଆ ଚୁ କ'ଣ ପାଇଁ? ଅକ୍ଷର ସଂଖ୍ୟା ପାଇଁ। ଚୁ 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 ପ୍ରଥମ, ଦ୍ୱିତୀୟ ଆଉ ଚତୁର୍ଥ ପାଇଁ 14, କିନ୍ତୁ ତୃତୀୟ ପାଇଁ 8 ଅକ୍ଷର ସଂଖ୍ୟା। ଏବେ ଟ୍ରିକ୍, ପ୍ରଥମ, ଦ୍ୱିତୀୟ ଆଉ ଚତୁର୍ଥର ଜ୍ୟୋତିପାତ କୋଉଠି ହୁଏ? ଆ ଏ କା ଚୁ। ଆ ଏ କା ଚୁ। ଆ ଏ କା ଚୁ ମାନେ କ'ଣ? ଆରେ ମୁଁ କ'ଣ କହିଥିଲି? 8। ଅଷ୍ଟମ, ଆ ଏ 11, ଏରେ 11। ଆ ଏ କା ଚୁ। ଅଷ୍ଟମ, ଏକାଦଶ, ଶେଷ ଅକ୍ଷର ଉପରେ। ଆ ଏ କା ଚୁ। ଚୁରୁ କ'ଣ? 14। ତାହେଲେ ଅଷ୍ଟମ, 11 ଆଉ 14 ମାନେ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। କାହାର? ପ୍ରଥମ, ଦ୍ୱିତୀୟ, ଚତୁର୍ଥର ଜ୍ୟୋତିପାତ ପାଇଁ। ଆଉ ତୃତୀୟର ଜ୍ୟୋତିପାତ ପାଇଁ ଆରେ ମିଶାଅ 242। ଆରେ ମିଶାଅ ଆରେ ମିଶାଅ 242। এই যে আটা ଆମେ ମାନେ ତୃତୀୟ ପଦ ପାଇଁ, ତୃତୀୟ ପଦ ମାନେ ଆ ନେଇଛେ। ତାହେଲେ 242। ଦ୍ୱିତୀୟ, 2 + 4 କେତେ? 6। ଷଷ୍ଠ ଆଉ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ଏତିକି ସୁନ୍ଦର ଟ୍ରିକ୍। ଯଦି ବୁଝା ନ ପଡ଼ିଛି ଆଉ ଥରେ ତୁମେ ରିପିଟ୍ କରି ଦେଖିପାରିବ। ବହୁତ ସୁନ୍ଦର ଭାବେ ବୁଝେଇଦେଲି। ଦେଖ, ତାପରେ ଆମେ ରାମକେରି। ଦେଖ, ରାମକେରି ମାନେ କ'ଣ? ରାମ ତ ରାବଣ ବଧ ପାଇଁ ଯାଇଥିଲେ ଲଙ୍କାକୁ। ତାହେଲେ ରାବଣର କେତେଟା ମୁଣ୍ଡ ଥିଲେ? 10ଟା। ହାତ କେତେଟା ଥିଲେ? 2ଟା। ହାତ କେତେଟା ଥିଲା? 2ଟା। ପାଦ 2ଟା। କାନ 2ଟା। ଟୋଟାଲ୍ କେତେଟା ହେଲା? 16ଟା। ତାହେଲେ ଆମର ରାମକେରି ପ୍ରତିବାଦର ଅକ୍ଷର ସଂଖ୍ୟା କେତେ? 16ଟା ଅକ୍ଷର ସଂଖ୍ୟା। ତାହେଲେ ତାଙ୍କୁ ଯଦି ତାଙ୍କ ମୁଣ୍ଡରୁ ଗୋଟେ ମୁଣ୍ଡ କାଟିଦେଲେ କେତେ? 9ମ। ଆଉ ଗୋଟେ ମୁଣ୍ଡ ଯୋଡ଼ିଦେଲେ 11। ଆଉ 16 ଅକ୍ଷର ଉପରେ ବାସ୍ ଜ୍ୟୋତିପାତ ହୁଏ। ଏଠି ମନେ ରଖିବ ଏଇଟା ଟ୍ରିକ୍। ଆଉ ତୁମର ଯଦି କୋଶ୍ଚେନ୍ ବାଇଚାନ୍ସ ଆସେ ଟ୍ରିକ୍ ଦେଖ, ତୁମେ ଗୋଟେ ଖାଲି ବଡ଼ କରି କୋଶ୍ଚେନ୍ ଦେଇଦେବେ, ସେଠି କହିବ କେଉଁ ଛନ୍ଦରେ ରଚିତ। ସେଇ ସେଣ୍ଟେନ୍ସ ଭିତରେ ଯଦି ମଥୁରା ଥିବ ନା, କଲେବର ଏମିତି ଗୋଟେ ଅଛି, ମଥୁରା ଯଦି ଥିବ, ମଥୁରାରୁ ବୁଝିପାରିଯିବ ଯେ ଏଇଟା ତୁମର କେଉଁ ଛନ୍ଦରେ ଲିଖିତ? ରାମକେରି ଛନ୍ଦରେ ଲିଖିତ।
ଦୁଇ ପଦରେ ଗୋଟିଏ ପଦ ବାସ୍ ଏତିକି ଥିଲା ଆଉ କିଛି ନାହିଁ।